ଆଜି ମୁଁ ଆପଣ ସମସ୍ତଙ୍କୁ ଅଳ୍ପ ସମୟରେ ମୁଁ କହିବା ପାଇଁ ଚାହେଁ, ଯୋଉ ସମୟରେ ଆମ ଜୀବନରେ ଦୁର୍ଭିକ୍ଷ ପଡେ। ବାଇବଲରେ ବିଭିନ୍ନ ସମୟରେ ଦୁର୍ଭିକ୍ଷ ଗୁଡିକ ପଡିଛି। ଦୁର୍ଭିକ୍ଷ ମାନେ ଅଭାବ, ନିଅଣ୍ଟ ହେବା, ମିଳିବା ନାହିଁ, ଅସୁବିଧାରେ ଚଳିବା, ଏଇଟା ଲାଗିଥିବ। ଦୁର୍ଭିକ୍ଷ ସମୟରେ ଆମେ କଣ କରିବାର ଆବଶ୍ୟକ ରହିଛି ସେଇଟା ବୁଝିବା ଆମେ। ଯୋଉ ସମୟରେ ଆମମାନଙ୍କ ଜୀବନରେ ଦୁର୍ଭିକ୍ଷ ଆସେ, ସେଇ ସମୟରେ ଆମେ କଣ କରିବା? ବାଇବଲ କହେ ଯେ ପୃଥିବୀର ସବୁଠାରୁ ବଡ ଦୁର୍ଭିକ୍ଷ କଣ ଅଟେ? ପୃଥିବୀର ସବୁଠାରୁ ବଡ ଦୁର୍ଭିକ୍ଷ ହଉଛି ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ। ଭୟଙ୍କର ବଡ ଦୁର୍ଭିକ୍ଷ ପୃଥିବୀ ପୃଷ୍ଠରେ ପଡି ସାରିଛି। କଣ? ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ। ଯେତେବେଳେ ଏଇ ଦୁର୍ଭିକ୍ଷ ଆସିବ, ଏହା ବାଇବଲର ଭାବବାଣୀ। ଏ ପଦଟା ଆମେ ପଢିବା। ଆମ ସମସ୍ତଙ୍କୁ ଏ ପଦଟା ମନେ ରହିବାର ଅଛି। ଆମର ଆମୋସ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 8 ଅଧ୍ୟାୟ, ଏହାର 11 ପଦରେ ଲେଖାଗଲା। ଆମୋସ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 8 ଅଧ୍ୟାୟର 11 ପଦରେ ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ, ଯେଉଁଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିମ୍ବା ଜଳ ପିପାସର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ। ଯେତେବେଳେ ଏଇ ବାକ୍ୟ ଜଣେ ଖ୍ରୀଷ୍ଟିଆନ ଭାଇ ପଢିଲେ, ସେତେବେଳେ ସେ କଣ କଲେ? ଗୋଟେ ଖ୍ରୀଷ୍ଟିଆନ ବୁକ୍ ଷ୍ଟଲ କୁ ଗଲେ, ଆଉ ସେଇ ସ୍ଥାନରୁ ଗୋଟେ 20ଟା ବାଇବଲ ସେ କିଣିଲେ। 20ଟା ବାଇବଲ କିଣି ସେ ଘରେ ଆଣି ସେ ରଖିଦେଲେ। ଆଉ ପାଞ୍ଚଟା ଆଜ୍ଞା ପଚାରିଲେ, ବାବୁ ଏ 20ଟା ବାଇବଲ ତୁମେ ଯୋଉ କିଣିଲ କଣ କରିବ? ଏଇଟା 20ଟା ବାଇବଲ କାହାକୁ ଦେବ କି? ଏଇଟା ନାଇଁ ଆଜ୍ଞା, ବାଇବଲରେ ଲେଖା ଯାଇଛି ଯେ ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ପଡିବ, ସେଥିପାଇଁ ମୁଁ 20ଟା ବାଇବଲ ଥାକ ମାରି ଦେଇଥିବି ଆଜ୍ଞା, ମୋ ଯେମିତିକି ଦୁର୍ଭିକ୍ଷର କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ। ବାଇବଲଟା ଲୁଚେଇ ଦେବେ ପ୍ରଭୁ କହୁନାହାନ୍ତି, ବାଇବଲ ହାତରେ ନଥିବ ବୋଲି କହୁନାହାନ୍ତି, ମାତ୍ର ବାଇବଲ ହାତରେ ଥିବ, ମାତ୍ର ବାକ୍ୟ ମଧ୍ୟ ଥିବ। ଆମେ ଯୋଉ ସମୟରେ ଆମେ ବାସ କରୁଛୁ, ଏବେ ଯେତିକି ବାକ୍ୟ ପ୍ରଚାର ଚାଲିଛି, କୋଉଠି ଚାଲିଛି? ଜୁମ ରେ ଚାଲିଛି, ୟୁଟ୍ୟୁବ ରେ ଚାଲିଛି, ସଭା ସମିତିରେ ଚାଲିଛି। ଏତେ ପ୍ରଚାର ଏହା ପୂର୍ବରୁ କେବେ ହେଇନାହିଁ। ମାତ୍ର ବାଇବଲ କଣ କହେ? ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ। ବାକ୍ୟ ପ୍ରଚାର ଚାଲିଛି, ମାତ୍ର ପରମେଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ ମିଳୁନାହିଁ। ଯୋଉ ବାକ୍ୟ ଆମମାନଙ୍କର ଜୀବନକୁ ଆବଶ୍ୟକ ରହିଛି, ସେ ବାକ୍ୟ ନାହିଁ। ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ। ପ୍ରିୟମାନେ, ସବୁ ସ୍ଥାନରେ ଏ ବାକ୍ୟର ଦୁର୍ଭିକ୍ଷ ପଡୁ, ମାତ୍ର ଆମ ଜୀବନରେ ଏ ବାକ୍ୟର ଦୁର୍ଭିକ୍ଷ ନ ପଡୁ। ଆଜି ଅନେକଙ୍କ ଘରେ ବାଇବଲ ଅଛି, ସେମାନେ ବାଇବଲ ଖୋଲୁନାହାନ୍ତି। ଆଜି ଅନେକ ଜଣ ସେମାନେ ଜୁମ ଚାଲିଛି, ଜୁମକୁ ଆସୁନାହାନ୍ତି। ଅନେକ ଜଣ ସେମାନେ ପ୍ରଭୁଙ୍କର ବାକ୍ୟ ପାଇପାରୁନାହାନ୍ତି। ଏଇଟା ଗୋଟେ ବଡ ଦୁର୍ଭିକ୍ଷ। ଏଇ ଦୁର୍ଭିକ୍ଷ ବର୍ତ୍ତମାନ ସମୟରେ ଚାଲିଛି, ଆଉ ଲୋକମାନେ ଭଲ ଭାବରେ ଜାଣିବାର ଅଛି ଯେ ଏଇ ଦୁର୍ଭିକ୍ଷ ଆମମାନଙ୍କ ଜୀବନରେ ଆସିଲେ ଆମେ କଣ କରିବା। ପ୍ରିୟମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ବର୍ତ୍ତମାନ ଚାଲିଛି। ଆଉ ଏଇ ଦୁର୍ଭିକ୍ଷ ସମୟରେ ଲୋକମାନେ ଭୟଙ୍କର ଭାବରେ ଏଣେ ଦୌଡ଼ିବେ, ଏସବୁ ଯାହା ଲେଖାଯାଇଛି। ମାତ୍ର ମୁଁ କେତେ ଦୁର୍ଭିକ୍ଷ ବିଷୟରେ ଆପଣମାନଙ୍କୁ ସଂକ୍ଷେପରେ କହିବା ପାଇଁ ଚାହେଁ। ଆସନ୍ତୁ ପଢିବା ଆଦି ପୁସ୍ତକ 26:1 ପୂର୍ବେ ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଯେପରି ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେ ରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତେ, ଇସାକ ଗରାରରେ ପଲେଷ୍ଟାଇନ ମାନଙ୍କ ରାଜା ଅବିମେଲେକ ନିକଟକୁ ଗଲେ। 2 ପଦ, ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମେ ମିଶର ଦେଶକୁ ଯାଅ ନାହିଁ, ଆମ୍ଭେ ତୁମକୁ ଯେଉଁ ଦେଶ କହିବା ସେଠାରେ ବାସ କର। ଅବ୍ରାହମଙ୍କ ସମୟରେ ମଧ୍ୟ ଦୁର୍ଭିକ୍ଷ ପଡିଥିଲା। ଦୁର୍ଭିକ୍ଷ ମାନେ ଅଭାବ, ଅସୁବିଧା।
ବିଭିନ୍ନ ବିଷୟର ଅସୁବିଧା ଗୁଡିକ ଆଉ ଏଇ ପ୍ରକାର ଅଭାବ ଅସୁବିଧା ମଧ୍ୟ ଦେଇକିନା ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଆମେ ଯାଉ। ଦୁର୍ଭିକ୍ଷ ଆମ ଜୀବନରେ ମଧ୍ୟ ଆସେ। ଦୁର୍ଭିକ୍ଷ ସମୟରେ ଆମେ କଣ କରିବା ସେଟା ହେଲା ବଡ ବିଷୟ। ଯୋଉ ସମୟରେ ଅବ୍ରାହମଙ୍କ ସମୟରେ ଦୁର୍ଭିକ୍ଷ ପଡିଲା, ଅବ୍ରାହମ ଗୋଟେ ଭୁଲ କଲେ। ଦୁର୍ଭିକ୍ଷ ସମୟରେ ଆମେ କଣ କରିବାର ଅଛି? ପରମେଶ୍ୱର ଯେଉଁଠି କହୁଛନ୍ତି ସେଇଠି ରହିବାର ଅଛି, ଆଉ ଛାଟିପିଟି ହେବା କଥା ନୁହେଁ। ଅବ୍ରାହମ ଯେତେବେଳେ ଦୁର୍ଭିକ୍ଷ ପଡିଲା ଅବ୍ରାହମଙ୍କ ସମୟରେ, ସେତେବେଳେ ସେ ଅବ୍ରାହମ କଣ କଲେ ପଢିବା ଆମେ 12 ଆଦି ପୁସ୍ତକ 12 ଅଧ୍ୟାୟ ଲେଖାଗଲା 10 ପଦ। ସେହି ସମୟରେ ସେହି ଦେଶରେ କିଣାନ ଦେଶରେ ହେଲା, ଯୋଉ କିଣାନ ଦେଶରେ ପ୍ରଭୁ କିଣାନ ଦେଶ ଦେବା ପାଇଁ ଅବ୍ରାହମକୁ ଡାକିଥିଲେ, ସେହି କିଣାନ ଦେଶରେ ଦୁର୍ଭିକ୍ଷ ପଡେ। ଅନେକ ସମୟରେ ପ୍ରଭୁ ଆମକୁ ଯୋଉ ସ୍ଥାନରେ ରହିବା ପାଇଁ କହୁଛନ୍ତି ସେଇ ସ୍ଥାନରେ ଆମେ ରହିବା ସମୟରେ ମଧ୍ୟ ଦୁର୍ଭିକ୍ଷ ଆସେ, ଅଭାବ ଆସେ। ଅନେକ ସମୟରେ ଆମେ ଭାବୁ ଯଦି ପ୍ରଭୁ ଯଦି ମତେ ସେବା କାର୍ଯ୍ୟ ପାଇଁ ଡାକିଛନ୍ତି, ତାହେଲେ ସେବା କାର୍ଯ୍ୟରେ ଏତେ ଅଭାବ କଣ ପାଇଁ ହଉଛି, ନିଅଣ୍ଟ କଣ ପାଇଁ ହଉଛି? ହେଲେ ପ୍ରଭୁ ମତେ ସେବାରେ ଡାକି ନାହାନ୍ତି, ମୁଁ ଏତେ କଷ୍ଟରେ ଚଳୁଛି। ଏମିତିକି ମତେ ଫୋନରେ ପଇସା ପକେଇବା ପାଇଁ ମଧ୍ୟ, ମୋ ରିଚାର୍ଜ କରିଦେବା ପାଇଁ ମଧ୍ୟ ମୋ ପାଖରେ ପଇସା ରହୁନାହିଁ। ବେଳେ ବେଳେ ଚାନ୍ଦା ପକେଇବା ପାଇଁ ମଧ୍ୟ ପଇସା ରହୁନାହିଁ। କଣ ପାଇଁ ଏ ପ୍ରକାର ଦୁର୍ଭିକ୍ଷ ମୋ ଜୀବନରେ, ଅଭାବ କଣ ପାଇଁ ମୋ ଜୀବନରେ? ଆମେ ଏ ପ୍ରକାର ଚିନ୍ତା ଗୁଡିକ ଆମମାନଙ୍କ ମନରେ ଆସେ। ଆମର ଜୀବନରେ ଆମେ ପ୍ରଭୁ ଡାକିଥିଲେ ମଧ୍ୟ, ପ୍ରଭୁ ମନୋନୀତ କରିଥିଲେ ମଧ୍ୟ ଆମ ଜୀବନରେ ଦୁର୍ଭିକ୍ଷ ଆସେ। କାରଣ ସେ ଉରରେ ରହୁଥିଲେ। ଉର ଗୋଟେ ଟଙ୍କା ପଇସା ଧନ ସମ୍ପତ୍ତିର ଗୋଟେ ସ୍ଥାନ, ମେସୋପୋଟାମିଆର ଉର। ସେଇ ସ୍ଥାନରୁ ପରମେଶ୍ୱର ତାଙ୍କୁ ଧରିକିନା ଆସୁଛନ୍ତି କିଣାନ। କିଣାନ ମାନେ ବର୍ତ୍ତମାନ ହଉଛି ଇସ୍ରାଏଲ। ଇସ୍ରାଏଲ ହଉଛି ଗୋଟେ ମରୁଭୂମିର ସ୍ଥାନ, ଯୋଉ ସ୍ଥାନରେ କି ପାଣିର ଅସୁବିଧା, ଖାଦ୍ୟର ଅସୁବିଧା, ଏମିତି ଗୋଟେ ସ୍ଥାନକୁ ପରମେଶ୍ୱର ଆଣୁଛନ୍ତି। ଆଉ ଆଣିଲା ପରେ ସେଇ ଦେଶରେ ଦୁର୍ଭିକ୍ଷ ମଧ୍ୟ ପଡୁଛି। ଏଇଟା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ପ୍ରଭୁ ଆମକୁ ଡାକିଥିଲେ ମଧ୍ୟ, ମନୋନୀତ କରିଥିଲେ ମଧ୍ୟ, ଆମ ଦେଶରେ ଆମ ଜୀବନରେ ଦୁର୍ଭିକ୍ଷ ଆସେ, ଅଭାବ ହୁଏ, ଅଭାବ ଆମମାନଙ୍କ ଜୀବନରେ ରହେ। ମାତ୍ର ଆମେ କଣ କରିବାର ଅଛି? ପରମେଶ୍ୱର ଆମକୁ ଡାକିଛନ୍ତି, ଆମ ଜୀବନରେ ଅଭାବ ଆସିଲେ ପ୍ରଭୁ ଆମକୁ ଯୋଉଠି ରଖିବା ପାଇଁ କହିଛନ୍ତି, ରହିବା ପାଇଁ କହିଛନ୍ତି, ସେଇଠି ରହିବା। ଆମେ ପରିସ୍ଥିତିକୁ ଦେଖି ଆମର ସ୍ଥାନ ବଦଳାଇବା ନାହିଁ। ପରମେଶ୍ୱର ଯୋଉଠି ରହିବା ପାଇଁ ଆମକୁ କହିଛନ୍ତି ସେଇଠି ରହିବାଟା ହିଁ ଆମମାନଙ୍କ ପାଇଁ ଗୋଟେ ସୁରକ୍ଷିତ ସ୍ଥାନ। ମାତ୍ର ଅବ୍ରାହମ କଣ କଲେ? ଯେତେବେଳେ ଦୁର୍ଭିକ୍ଷ ପଡିଲା, ସେତେବେଳେ ଅବ୍ରାହମ ମିଶର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ। ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡିଲା, ମିଶର ଦେଶରେ ଅବ୍ରାହମ ଯାଉଛନ୍ତି, କଣ ଲେଖାଗଲା? ଅନନ୍ତର ମିଶର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀକୁ କହିଲେ, ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ। ଏମିତି କେତେ ସ୍ୱାମୀ ଅଛନ୍ତି ନିଜ ସ୍ତ୍ରୀକୁ କହିବେ ତୁମେ ସୁନ୍ଦରୀ ବୋଲି। ସ୍ୱାମୀ ମାନଙ୍କ ଦୃଷ୍ଟିରେ ପର ସ୍ତ୍ରୀ ଏକା ସୁନ୍ଦରୀ ଲାଗିବେ, ନିଜ ସ୍ତ୍ରୀ ତାଙ୍କୁ କେବେ ହେଲେ ମଧ୍ୟ ସୁନ୍ଦରୀ ଲାଗିବେ ନାହିଁ। ମାତ୍ର ଅବ୍ରାହମ ସେ କହୁଛନ୍ତି ତୁମେ ସୁନ୍ଦରୀ, କାହିଁକି ନା ସାରା ସୁନ୍ଦରୀ। ପ୍ରିୟ ମାନେ, ଏଇଟା ଗୋଟେ ସ୍ୱାମୀଙ୍କର କମେଣ୍ଟସ ରହିବାର ଅଛି। ଦେଖ ମୋ ତୁମେ ସୁନ୍ଦର ଅଛ, ତୁମେ ଦେଖିବାକୁ ବହୁତ ସୁନ୍ଦର। ଏଇ ପ୍ରକାର କଥା ସ୍ୱାମୀଙ୍କ ମୁଖରୁ ସ୍ତ୍ରୀ ମାନେ ଶୁଣିବା ପାଇଁ ତାଙ୍କର କାନ ତର୍ସୁଥିବ। ମାତ୍ର ଅବ୍ରାହମ ସେ କହୁଛନ୍ତି ତୁମେ ସୁନ୍ଦର, କାହିଁକିନା ସାରା ସୁନ୍ଦର ଥିଲେ, ବହୁତ ସୁନ୍ଦର ଥିଲେ ସେ। ଆଉ ପରମେଶ୍ୱର ଆମମାନଙ୍କୁ ଯୋଉ ସ୍ତ୍ରୀ ମାନଙ୍କୁ ଦେଇଛନ୍ତି ସେମାନେ ମଧ୍ୟ ବହୁତ ସୁନ୍ଦର। ଆମେ ତାଙ୍କର ସୁନ୍ଦରତାକୁ ଜାଣିବାର ଅଛି। ସେଥିପାଇଁ ଜ୍ଞାନୀ ସଲୋମନ କହନ୍ତି, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟା ଠାରେ ଆମୋଦ କର। ମାନେ ସ୍ୱାମୀଙ୍କର ଆଖିରେ ନିଜର ସ୍ତ୍ରୀ କେବେ ମଧ୍ୟ ବୟସ୍କ ଲାଗିବାର ନାହିଁ, ସବୁବେଳେ ଯୌବନ, ସୁଇଟ୍ 16 ପରି ଲାଗୁଥିବାର ଅଛି। ଏମିତି ଆଖି ସ୍ୱାମୀ ମାନଙ୍କୁ ଦରକାର ଅଛି।
ଆଉ ଏମିତି ଚଷମା ପିନ୍ଧିବାର ଅଛି ସେ, ଯୋଉ ଚଷମାରେ କି ନିଜ ସ୍ତ୍ରୀ ସବୁବେଳେ ସୁନ୍ଦର ଦେଖାଯାଉଥିବ। ମାନେ ଦୁନିଆକୁ ଅଲଗା ଚଷମା ପିନ୍ଧା ଯାଇଛି। ଗାଡିରେ ବସି ନିଜର ସୁନ୍ଦରୀ ସ୍ତ୍ରୀ ପଛକାନି ଥିବେ, ମାତ୍ର ସ୍ୱାମୀ ମାନଙ୍କର ଆଖି ଅଲଗା ଆଡେ ଥିବ। ଆକୁ ଦେଖୁଥିବେ, ତାକୁ ଦେଖୁଥିବେ। ଏଇ ପ୍ରକାର ଗୁଣ ଆଜି ବହୁତ ପରିମାଣରେ ଦେଖାଯାଉଛି। ଦେଖନ୍ତୁ, ଯେତେବେଳେ ମଧ୍ୟ ଗୋଟେ ଫଟୋ, ମନେକର ଗୋଟେ ଗ୍ରୁପ ଫଟୋ ଗୋଟେ ଆସିଲା, ସେଇ ସମୟରେ ଆସିଲେ ସ୍ୱାମୀ ପୁରୁଷ ଲୋକମାନେ କଣ କରିବେ, ଜୁମ୍ କରିକିନା ନିଜ ସ୍ତ୍ରୀକୁ ଦେଖିବେ ନାହିଁ, ଅଲଗା ସ୍ତ୍ରୀକୁ ଟିକେ ସେମାନେ ଦେଖିବେ। କାହିଁକି? ନିଜ ସ୍ତ୍ରୀ ତ ଅଲରେଡି ଜୁମ୍ ହେଇଯାଇଥିବେ, ସେ ଟିକେ ହେଲ୍ଦି ଯାଇଥିବେ, ସେଥିପାଇଁ ସେମାନେ କଣ କରିବେ, ଅନ୍ୟ ସ୍ତ୍ରୀକୁ ଟିକେ ଜୁମ୍ କରିକିନା ସେମାନେ ଦେଖିବେ। ଏ ଅଭ୍ୟାସ ଭଲ ନୁହେଁ, ଏଇଟା ଯାକ ଖରାପ ଅଭ୍ୟାସ ଗୁଡିକ ଏଇଟା ଅଟେ। ସେଥିପାଇଁ ଆମେ ଆମ ସ୍ତ୍ରୀକୁ କମେଣ୍ଟ କରିବା, ଏତେ ଭଲ ସ୍ତ୍ରୀ, ଏତେ ସୁନ୍ଦର ସ୍ତ୍ରୀ ଅବ୍ରାହମକୁ ପ୍ରଭୁ ଦେଇଛନ୍ତି। ଆଉ ଅବ୍ରାହମ ଭଲ ଭାବରେ ଜାଣିଛନ୍ତି, ଯଦି ମୁଁ ମିଶର ଦେଶକୁ ଯିବି, ମିଶର ହଉଛି ଜଗତ, ଏଇ ଜଗତ ସୁନ୍ଦରତାରେ ପାଗଳ, ସୁନ୍ଦରତା ପଛରେ ଯାଉଛି। ଯଦି ମୁଁ ସେଠିକୁ ଯିବି, ସେଇ ସ୍ଥାନର ଲୋକମାନେ କଣ କରିବେ, ମତେ ମାରିଦେବେ, ଆହୁରି ତୁମକୁ ନେଇଯିବେ। ମିଶର ଦେଶର ଚରିତ୍ର ଦେଖନ୍ତୁ। ଅବ୍ରାହମ କହୁଛନ୍ତି ସାରାକୁ, ତୁମେ ବହୁତ ସୁନ୍ଦର, ମିଶର ଦେଶ ଭଲ ନାହିଁ। ହେଲେ ଭଲ ନାହିଁ ବୋଲି ଯାଉଛ କାହିଁକି? ଏଇଟା ଜାଣିବାର ଅଛି। ତୁମେ ଜାଣୁଛ ସେଠି ଗଲେ ଲୋକମାନେ ଶାରୀରିକ ଅଭିଳାଷରେ ଉତ୍ତପ୍ତ ହେଇକିନା ଅଛନ୍ତି। ସେମାନଙ୍କୁ ପରମେଶ୍ୱରଙ୍କ ଭୟ ସେମାନଙ୍କ ଜୀବନରେ ନାହିଁ। ମାତ୍ର ପେଟ ପୋଷିବା ପାଇଁ, ବଞ୍ଚିବା ପାଇଁ, ମୁଁ ସେଇ ସ୍ଥାନକୁ ଗଲେ ମତେ ଟିକେ ଖାଇବା ପିଇବାକୁ ମିଳିବ, ମୁଁ ବଞ୍ଚିଯିବି। ମାତ୍ର ସେଇ ସ୍ଥାନକୁ ଗଲେ ତୁମ ସ୍ତ୍ରୀକୁ ଲୋକମାନେ ନେଇଯିବେ, ତୁମକୁ ହତ୍ୟା କରିବେ। ଏଇଟା ଜଣା ନାହିଁ। ସେଥିପାଇଁ ଦୁର୍ଭିକ୍ଷ ଆମ ଜୀବନରେ ଆସିଲେ ମଧ୍ୟ ଆମେ କଣ କରିବାର ଅଛି, ଆମେ ପରମେଶ୍ୱରଙ୍କର ନିରୂପିତ ସ୍ଥାନକୁ କେବେ ଛାଡିବାର ନାହିଁ। ଏଇଟା ମନେ ରଖନ୍ତୁ। ଯୋଉ ସମୟରେ ଆମ ଜୀବନରେ ଦୁର୍ଭିକ୍ଷ ଆସେ, ଆମେ ପରମେଶ୍ୱରଙ୍କର ନିରୂପିତ ସ୍ଥାନକୁ ଆମେ କେବେ ହେଲେ ମଧ୍ୟ ଛାଡିବା କଥା ନାହିଁ। ଏଠି ଦେଖନ୍ତୁ, ମୁଁ ଆପଣଙ୍କୁ ପଢି ଶୁଣେଇବା ପାଇଁ ଚାହେଁ। ଏଠିକୁ ମୁଁ ଆଉ ଥରେ ଆସିବି, ଆପଣଙ୍କୁ ଟିକେ ରୁଥ ପୁସ୍ତକକୁ ନେବା ପାଇଁ ଚାହେଁ। ରୁଥ ପୁସ୍ତକ, ବିଚାରକର୍ତ୍ତା ପରେ ପରେ ରୁଥ ପୁସ୍ତକ ଆସେ। ଆମେ ରୁଥ ପୁସ୍ତକକୁ ଟିକେ ପଢିବା। ଆମେ ରୁଥ ପୁସ୍ତକ ଯାହା ପଢୁଛୁ, ଲେଖାଗଲା 1 ଅଧ୍ୟାୟର 1 ପଦରେ, ବିଚାର କର୍ତ୍ତୃଗଣ ବିଚାର କରିବା କାଳେ ଏକ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡିଲା। କୋଉ ଦେଶରେ ଦୁର୍ଭିକ୍ଷ ପଡୁଛି? ଇସ୍ରାଏଲ ଦେଶରେ। କୋଉ ଦେଶରେ ଦୁର୍ଭିକ୍ଷ ପଡୁଛି? ବେଥଲିମରେ। ବେଥଲିମ ମାନେ କଣ? କିଏ କହିବେ ବେଥଲିମ ନାଁର ଅର୍ଥ କଣ? ବେଥଲିମ ନାଁର ଅର୍ଥ କଣ? ବେଥଲିମ ହଉଛି ରୋଟିର ଘର। ପରମେଶ୍ୱର ବେଥଲିମକୁ ନାଁ ଦେଇଛନ୍ତି ରୋଟିର ଘର। ରୋଟିର ଘରରେ ମଧ୍ୟ ଦୁର୍ଭିକ୍ଷ ଆସେ। ଦୁର୍ଭିକ୍ଷ ମନିଚ୍ଛା ଆସେ ନାହିଁ। ଦୁର୍ଭିକ୍ଷକୁ ମନିଚ୍ଛା ଆସିବା ପାଇଁ ଦିଅନ୍ତି ନାହିଁ। ଦୁର୍ଭିକ୍ଷ ପରମେଶ୍ୱର ପଠାନ୍ତି ଦୁର୍ଭିକ୍ଷକୁ। ଦୁର୍ଭିକ୍ଷ ପଡିଲା ତହିଁରେ ବୈଥଲେମ ଜିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ 2 ପୁତ୍ରକୁ ଘେନି ମୋୟାବ ଦେଶରେ ପ୍ରବାସ କରିବାକୁ ଗଲା। ଏଇ ଯୋଉ ମୋୟାବ ଦେଶ, ଏଇଟା ବ୍ୟଭିଚାରରୁ ଜାତ ଦେଶ। ଲୋଟଙ୍କ ସହିତ ତାଙ୍କର ଝିଅମାନେ ଦୁଷ୍କର୍ମ କଲେ। ଅମନୀୟ, ମୋୟାବୀୟ ଏଇ ପ୍ରକାର ବଂଶଜାତ ହେଲା। ପେଟ ବଞ୍ଚାଇବା ପାଇଁ ଲୋକମାନେ କଣ କରୁଛନ୍ତି, ସେମାନେ ମୋୟାବ ଦେଶକୁ ମଧ୍ୟ ପଳାଇ ଯାଉଛନ୍ତି। ଏଇ ସ୍ଥାନରେ ଦେଖୁଛୁ, ଏଇ ପରିବାର ମୋୟାବ ଦେଶକୁ ଗଲେ, ଛାଡିଦେଲେ, ମୋୟାବ ଦେଶକୁ ପଳେଇଲେ। ସେଠି ଯାଇକି ବାସ କଲେ। 3 ପଦ, ଏ ଉତ୍ତାରେ ନୟମୀର ସ୍ୱାମୀ ଏଲିମେଲକ ମୃତ୍ୟୁ ହୁଅନ୍ତେ ସେ ତାହାର 2 ପୁତ୍ର ଅବଶିଷ୍ଟ ରହିଲେ। ଦେଖନ୍ତୁ, ପରମେଶ୍ୱରଙ୍କ ନିରୂପିତ ସ୍ଥାନରୁ ବାହାରକୁ ଯାଉ ଯାଉ କଣ ହଉଛି, ସେଇ ସ୍ଥାନରେ ସ୍ୱାମୀଙ୍କର ମୃତ୍ୟୁ ହେଇଯାଉଛି। ତା ପଛେ 5 ପଦରେ, ତ ମହଲନ କିଲିୟନ 2 ଜଣଙ୍କର ମୃତ୍ୟୁ ହୁଅନ୍ତେ ସେ ସ୍ତ୍ରୀ 2 ପୁତ୍ର ଓ ସ୍ୱାମୀ ବିହୀନା ହୋଇ ରହିଲେ।
କି ପ୍ରକାର ଅବସ୍ଥା ଦେଖନ୍ତୁ। ଦୁର୍ଭିକ୍ଷ ହେଲେ ମଧ୍ୟ ଆମେ ପରମେଶ୍ୱର ଯେଉଁ ସ୍ଥାନରେ ଆମକୁ କହିଛନ୍ତି ସେଇ ସ୍ଥାନରେ ଆମେ ରହିବାର ଅଛି। ଏଇଟା ଆପଣ ମାନେ ଜାଣନ୍ତୁ। ଆମ ଜୀବନରେ ଦୁର୍ଭିକ୍ଷ ଆସେ, ବା ଦୁର୍ଭିକ୍ଷ ଆସିଲେ ପରମେଶ୍ୱର ଯେଉଁ ସ୍ଥାନରେ ଆମକୁ ରଖିଛନ୍ତି ସେ ସ୍ଥାନକୁ ଛାଡିକିନା ଆମେ ଯିବା କଥା ନୁହେଁ। ସେଇ ସ୍ଥାନରେ ଆମେ ରହିଥିବା କଥା। ସେଇ ସ୍ଥାନରେ ରହିଲେ ହିଁ ଆମକୁ ଆଶୀର୍ବାଦ ରହିଛି। ଆଜି ମଧ୍ୟ ଆପଣମାନେ କେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି, କେଉଁ ପ୍ରକାର ଦୁର୍ଭିକ୍ଷ ଆପଣମାନଙ୍କ ଜୀବନରେ ଅଛି ତା ମଧ୍ୟ ଜଣା ନାହିଁ। ମାତ୍ର ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି, ଅଭାବ ବୋଲି ସ୍ୱଭାବ ନଷ୍ଟ କର ନାହିଁ। ଅଭାବ ବୋଲି ପ୍ରଭୁ ଯେଉଁ ସ୍ଥାନରେ ରଖିଛନ୍ତି ସେଇ ସ୍ଥାନକୁ ଛାଡନ୍ତୁ ନାହିଁ। ସେଇ ସ୍ଥାନରେ ରୁହନ୍ତୁ। ପରମେଶ୍ୱର ଯତ୍ନ ନେବେ। ପରମେଶ୍ୱର ଆପଣଙ୍କ ତତ୍ତ୍ୱାବଧାନ କରିବେ। କାରଣ ଯେତେବେଳେ ସବୁ ହରାହେଲା ପରେ ସେ ଶୁଣୁଛନ୍ତି, କଣ ଶୁଣୁଛନ୍ତି? 6 ପଦ। ଅନନ୍ତର ସେଇ ସ୍ତ୍ରୀ ଆପଣା ପୁତ୍ରବଧୂଙ୍କୁ ଘେନି ମୋଆବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା। ଯେହେତୁ ସଦାପ୍ରଭୁ ଯେ ଆପଣା ଲୋକମାନଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏଇ କଥା ସେ ସ୍ତ୍ରୀ ମୋଆବ ଦେଶରେ ଥାଇକିନା ଶୁଣିଲା। ପ୍ରିୟମାନେ, ପରମେଶ୍ୱର ସେମାନଙ୍କ ଲୋକମାନଙ୍କର ଯତ୍ନ ନିଅନ୍ତି। ଦୁର୍ଭିକ୍ଷ ଅଳ୍ପ ସମୟ ପାଇଁ, ଏହା ପରେ ପରମେଶ୍ୱର ଆପଣା ଲୋକମାନଙ୍କୁ ସବୁ ବିଷୟରେ ପ୍ରଚୁରତା ପ୍ରଦାନ କରିବେ। ସେଥିପାଇଁ ଆଜି ଦୁର୍ଭିକ୍ଷ ସମୟରେ ଆମେ କଣ କରିବା? ପରମେଶ୍ୱର ଯେଉଁ ସ୍ଥାନରେ ରଖିଛନ୍ତି, ଅଭାବ ହଉ, କଷ୍ଟ ହଉ, ବିଭିନ୍ନ ପ୍ରକାର ପରିସ୍ଥିତି ବିଗିଡି ଗଲେ ମଧ୍ୟ ଆମେ ନିଜ ଇଚ୍ଛାରେ ଚାଲିବା, ନିଜ ବୁଦ୍ଧିରେ ଚାଲିବା ନାହିଁ, ନିଜ ଜ୍ଞାନରେ ଚାଲିବା ନାହିଁ। ନୟମୀ ନିଜ ଜ୍ଞାନ ବୁଦ୍ଧିରେ ଚାଲିଲେ, ସ୍ୱାମୀକୁ ହରେଇଲେ, 2ଟା ପୁଅ ମଧ୍ୟ ଚାଲିଗଲେ, ଏବେ ବିଧବା ଅବସ୍ଥାରେ ଅଛନ୍ତି। ସେଇ ପରିବାରରେ 3 ଜଣ ବିଧବା ସ୍ତ୍ରୀ ମାନେ ଅଛନ୍ତି। କି ପ୍ରକାର କଷ୍ଟ ଭାବନ୍ତୁ। ଗୋଟେ ପୁରୁଷ ପିଲା ନାହିଁ, ପୁରା ବିଧବା ଅବସ୍ଥାରେ ଅଛନ୍ତି। କାହିଁକି ଏମିତି ହେଲା? ପରମେଶ୍ୱରଙ୍କ ନିରୂପିତ ସ୍ଥାନକୁ ଛାଡିଦେଲେ। ପେଟ ବଞ୍ଚେଇବା ପାଇଁ ଯାଇଛନ୍ତି, ପେଟ ବଞ୍ଚେଇବା ପାଇଁ ଗଲେ, ସ୍ୱାମୀ ମଦୁଆ ହେଇଗଲେ, ପୁଅମାନେ ଦୁଷ୍ଟ ହେଇଗଲେ। ଏମିତି ହୁଏ। କାରଣ ଆମେ ଯୋଉଠି ସ୍ଥାନରେ ପ୍ରଭୁ ଆମକୁ ରଖିବା ପାଇଁ କହିଛନ୍ତି ସେଇ ସ୍ଥାନରେ ରହିଲେ ହିଁ ସୁରକ୍ଷିତ। ପ୍ରିୟମାନେ, ଦୁର୍ଭିକ୍ଷ ବିଷୟରେ ବାଇବଲ ଅନେକ ବିଷୟ ଆମମାନଙ୍କୁ କହେ। ସେଥିପାଇଁ ଆଜି ମଧ୍ୟ ଆମେ ଯଦି କୌଣସି ପ୍ରକାର ଦୁର୍ଭିକ୍ଷ ମନ ଦେଇ ଯାଉଛୁ ଆଉ ଭାବୁଛୁ ଏଠି ନାହିଁ, ସେଠି ରହିବା, ଟାଉନରେ ରହିବା, ଅମକ ଜାଗାରେ ରହିବା, ସେଠି ଯାଇ ବଞ୍ଚିବା, ସେଠି ଖାଇବାକୁ ମିଳିବ। ଆଜି ଅନେକ ଜଣ ଅଛନ୍ତି, ସେମାନେ ଗାଁ ଗୁଡିକକୁ ଛାଡି ସହର ଅଭିମୁଖେ ଯାତ୍ରା କରୁଛନ୍ତି। ଭାବୁଛନ୍ତି ସହରରେ ଗଲେ ଆଉ ଏମିତି ହେଇଯିବା, ସେମିତି ହେଇଯିବା, ଏ ପ୍ରକାର ମନୋଭାବ ଯାଉଛନ୍ତି। ଯିବାର ଆବଶ୍ୟକ ରହିଛି, ମାତ୍ର ପରମେଶ୍ୱରଙ୍କର ଇଚ୍ଛା ଆଉ ତାଙ୍କର ଚାଳନା ପ୍ରେରଣାକୁ ଜାଣିକିନା ଆମେ ଆଗକୁ ଯିବା। ଯଦି ଆମ ନିଜର ଇଚ୍ଛାରେ, ନିଜ ବୁଦ୍ଧିରେ ଆମେ ଆଗକୁ ବଢିଯିବା, ତାହେଲେ ଆମମାନଙ୍କର ପରିସ୍ଥିତି ବିଗିଡି ଯିବ। କାରଣ ଅବ୍ରାହମ ସେ ମଧ୍ୟ ଦୁର୍ଭିକ୍ଷ ପଡିବା ସମୟରେ ସେ କଣ କରୁଛନ୍ତି? ମିଶ୍ର ଦେଶକୁ ପଳାଇ ଯାଉଛନ୍ତି। ମିଶ୍ର ଦେଶ ଭଲ ଜାଗା ନୁହେଁ। ମିଶ୍ର ଦେଶ ଶାରୀରିକ ଅଭିଳାଷରେ ପରିପୂର୍ଣ୍ଣ ଜାଗା ହେଲେ ମଧ୍ୟ ଯାଉଛନ୍ତି। ଆଉ ସେଇ ସ୍ଥାନରେ ନିଜର ସ୍ତ୍ରୀକୁ ଭଉଣୀ କହୁଛନ୍ତି। ଆଜି ଲୋକମାନେ ଏମିତି ଅଛନ୍ତି, ଅନ୍ୟର ସ୍ତ୍ରୀକୁ ନିଜ ସ୍ତ୍ରୀ କହୁଛନ୍ତି। ସେମିତି ପରିସ୍ଥିତିରେ ଅବ୍ରାହମ ସେ ନିଜର ସ୍ତ୍ରୀକୁ ଭଉଣୀ ବୋଲି କହୁଅଛନ୍ତି। ସେ ଭଉଣୀ କହିଲେ। ତାପରେ ସେଇ ଦେଶରେ ଗଲେ ଆଉ ସେଠି ରହିଲେ କିଛି ଦିନ। ରହିଲା ପରେ ମିଶ୍ର ଦେଶରୁ ଅବ୍ରାହମ କଣ ଆଣିଲେ ଜାଣିଛନ୍ତି? ମିଶ୍ର ଦେଶରେ ରହିଲେ ସିନା, ଯେତେବେଳେ ସେ ଫେରିଲେ କଣ ଆଣିଲେ? ମିଶ୍ର ଦେଶରୁ ହାଗାରକୁ ଆଣିଲେ। ହାଗାର ବୋଲି ଗୋଟେ ଦାସୀକୁ ମିଶ୍ର ଦେଶରୁ ଧରିକିନା ଆସିଲେ। ଆମେ ମିଶ୍ର ଦେଶରୁ ଯୋଉଟା ଆଣୁଛୁ ସେଟା ଆମ ପାଇଁ ବିପଦ। ସେଟା ସେଥିପାଇଁ ବାଇବଲରେ ଲେଖାଯାଏ, ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ମିଶ୍ର ଦେଶରୁ ଡାକିଲେ। ଆମକୁ ମଧ୍ୟ ମିଶ୍ର ଦେଶରୁ ଡାକିଲେ, ମିଶ୍ର ଦେଶରୁ ବାହାର କରିକିନା ପଳାଇ ଆଣିଲେ। ଇସ୍ରାଏଲ ଲୋକମାନେ ମିଶ୍ର ଦେଶରୁ ବାହାରି ଗଲା ପରେ ମଧ୍ୟ ମିଶ୍ରରୁ ବାହାରିଛନ୍ତି, ମାତ୍ର ମିଶ୍ରର ମନୋଭାବ ଏବେ ଯାଏ ସେମାନଙ୍କ ଭିତରେ ଅଛି। ଖାଲି ଖାଇବା ଚିନ୍ତା। ମିଶ୍ରରେ କଣ ଚିନ୍ତା? ଇସ୍ରାଏଲ ଲୋକମାନେ ବାଟରେ ଯାଉ ଯାଉ କଣ ବୋଲି କହିଲେ ଆମକୁ ମିଶ୍ର ଦେଶର ପିଆଜ ମନେ ପଡୁଛି। ମିଶ୍ର ଦେଶର ପିଆଜ କେମିତି ଥିଲା କି ମତେ ଜଣା ନାହିଁ। ରସୁଣ ମନେ ପଡୁଛି, ଖରବୁଜ ମନେ ପଡୁଛି।
ମିଶ୍ର ଦେଶରେ ଥିବା ମାଛ ମନେ ପଡୁଛି। ଆମେ ମାଂସ ହାଣ୍ଡିରେ ବସିଥିଲୁ। ମିଶ୍ର ଦେଶରେ ଯୋଉ ଅପମାନ ଭୋଗ କରୁଥିଲ, ଯୋଉ ଦଣ୍ଡ ପାଉଥିଲ, ଯୋଉ ପାପରେ ଥିଲ, ସେଟା ମନେ ପଡୁନାହିଁ। ମାତ୍ର ମିଶ୍ର ଦେଶରେ ଯୋଉ ପ୍ରକାର ଖାଇବାଟା ପାଉଥିଲେ ସେଇଟା ସେମାନଙ୍କୁ ମନେ ପଡୁଛି। ପ୍ରିୟମାନେ, ମିଶ୍ର ଦେଶ ଜଗତ ଅଟେ। ମିଶ୍ର ଆମର ଜୀବନରୁ ଚାଲିଯିବାର ଅଛି। ମିଶ୍ର ଦେଶ ଯୋଉ ଅବ୍ରାହମ ଗଲେ, ସେଇ ସମୟରେ ଅବ୍ରାହମକୁ କଣ ମିଳୁଛି? ହାଗାର। ଏମିତି ଗୋଟେ ସମୟ ଆସୁଛି, ସାରା ଅବ୍ରାହମ ଆଉ ହାଗାରଙ୍କୁ ବାହା କରିଦଉଛନ୍ତି। ଯେତେବେଳେ ବାହା କରିଦଉଛନ୍ତି, କିଏ ଜନ୍ମ ହଉଛି? ଇସ୍ମାଏଲ। ଭାବନ୍ତୁ, ଯଦି ଇସ୍ମାଏଲ ଜନ୍ମ ହେଇନଥାନ୍ତା, ଏଡେ ବଡ ମୁସଲମାନ ଜାତି କେବେ ପଛେ ଆସିନଥାନ୍ତା। ଇସ୍ରାଏଲର ସବୁଠୁ ବଡ ଶତ୍ରୁ କିଏ? ମୁସଲମାନ ମାନେ ଚାରିଆଡେ ଘେରିକିନା ଅଛନ୍ତି। ଗୋଟେ ଭୁଲ, ମିଶ୍ର ଦେଶକୁ ଗଲେ, ଆଉ ମିଶ୍ର ଦେଶର ସ୍ପିରିଟକୁ ଧରିକିନା ଆସିଲେ। ଆଉ ସେହି ଇସ୍ମାଏଲ ଆସି ଇସ୍ରାଏଲକୁ ରହିବା ପାଇଁ ଦଉନାହିଁ। ଚାରିଆଡେ ଘେରିକିନା ଅଛି, ବମ୍ ଉପରେ ବମ୍ ପକଉଛି, ହଇରାଣ ଉପରେ ହଇରାଣ କରୁଛି। ଇସ୍ରାଏଲ ଲୋକମାନେ କାନ୍ଦୁଛନ୍ତି, ଆମକୁ ଦରକାର ଅଛି ଆମମାନଙ୍କର ମନ୍ଦିର, ଜେରୁସାଲମ ମନ୍ଦିର। ମାତ୍ର ସେଇ ସ୍ଥାନରେ ମସଜିଦ ତିଆରି ହେଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୁର୍ଭିକ୍ଷ ଜୀବନରେ ଆସେ। ଦୁର୍ଭିକ୍ଷ ସମୟରେ ପ୍ରଭୁଙ୍କ ପାଖରେ ସ୍ଥିର ହେଇକି ରହିବା। ନୟମୀ ଯେମିତି ଭୁଲ କଲେ, ଆମେ ସେମିତି ଭୁଲ କରିବା ନାହିଁ। ଅବ୍ରାହମ ଯେ ପ୍ରକାର ଭୁଲ କଲେ, ସେ ମିଶ୍ର ଦେଶକୁ ଚାଲିଗଲେ। ନୟମୀ ମୋୟାବ ଦେଶକୁ ଚାଲିଗଲେ, ଅବ୍ରାହମ ମିଶ୍ର ଦେଶକୁ ଚାଲିଗଲେ। ଆଜି ସେମିତି ଆମେ କରିବା ନାହିଁ। ଆଉ ଯଦି ଆପଣ ଅଛନ୍ତି ଏଇ ସ୍ଥାନରେ, ଅଭାବ ଟିକେ ହଉଛି, ବିଭିନ୍ନ ପ୍ରକାର ଅଫର ବି ଆସିପାରେ। ହଁ, ପ୍ରଭୁଙ୍କ ଦାସ ମାନଙ୍କୁ ଆସିପାରେ, ଏଇ ସଂସ୍ଥାରେ ମିଶିଯାଅ, ସେଇ ସଂସ୍ଥାରେ ମିଶିଯାଅ, ସେଠିକୁ ପଳେଇ ଯାଅ। ପ୍ରଭୁଙ୍କର ଚାଳନା ଲଢିବାର ଅଛି। ପ୍ରଭୁଙ୍କର ବିନା ଚାଳନାରେ ଆମେ କୋଉଠି ମଧ୍ୟ ଯିବା ନାହିଁ। ଦୁର୍ଭିକ୍ଷ ମାନେ ଅଭାବ, ଅସୁବିଧା, କଷ୍ଟ। ସେଇ ସମୟରେ ଆମେ ପ୍ରଭୁଙ୍କ ପାଖରେ ଆମେ ସ୍ଥିର ହେଇ ରହିବା। ପ୍ରଭୁ ଯୋଉଠି କହୁଛନ୍ତି ଆମେ ସେଇଟା ହିଁ ଆମମାନଙ୍କ ନିମନ୍ତେ ସୁରକ୍ଷା ସ୍ଥାନ। ନୟମୀ ଗଲେ ସର୍ବହରା ହେଇକିନା ପୁନର୍ବାର ଆସୁଛନ୍ତି। ଏ ନୟମୀ ନୟମୀ ବୋଲି ଡାକିବାରୁ କହୁଛନ୍ତି, ମତେ ଆଉ ନୟମୀ ଡାକ ନାହିଁ, ମତେ ଏବେ ମାରା ଡାକ। ପରମେଶ୍ୱରଙ୍କର ନିରୂପିତ ସ୍ଥାନରୁ ଦୂରକୁ ଗଲେ ଆମେ ମାରା ହେଇଯିବା, ତିକ୍ତତା ହେଇଯିବା, ଚାରିଆଡେ ପିତା ହେଇଯିବ, ଆମର ନା ପରିବର୍ତ୍ତନ ହେଇଯିବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମର ଏଇ ପ୍ରକାର ପରିସ୍ଥିତିରେ ଆମେ ପରମେଶ୍ୱରଙ୍କ ପାଖରେ ଆମେ ସ୍ଥିର ହୋଇ ରହିବା। ପ୍ରଭୁଙ୍କୁ କହିବା, ପ୍ରଭୁ ତୁମେ କଣ ଚାହୁଁଛ, କୋଉଠି ରହିବା ପାଇଁ ଚାହୁଁଛ, ସେଠି ଆମେ ରହିବାର ଅଛି। ସେଇଟା ଆଗ ସେ ଇସାକକୁ କହିଲେ। 26 ଅଧ୍ୟାୟରେ, ଆଦି ପୁସ୍ତକ 26 ଅଧ୍ୟାୟରେ ସେ ଇସାକକୁ କହୁଛନ୍ତି। ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ତୁମେ ମିଶ୍ର ଦେଶକୁ ଯାଅ ନାହିଁ, ଆମ୍ଭେ ତୁମକୁ ଯେଉଁ ଦେଶ କହିବା ସେଠାରେ ବାସ କର। ଆମେ ଅସୁବିଧା ହଉଛି, ଅଭାବ ହଉଛି, ଏହା କହି ଆମେ ନିଜ ଇଚ୍ଛାରେ ଚାଲିବା ନାହିଁ। ପରମେଶ୍ୱରଙ୍କର ବାକ୍ୟର ଅପେକ୍ଷା କରିବା। ସେଥିପାଇଁ କହୁଛି, ସଦାପ୍ରଭୁଙ୍କ ବାକ୍ୟର ଦୁର୍ଭିକ୍ଷ। ଇସାକ ସମୟରେ ଖାଦ୍ୟର ଦୁର୍ଭିକ୍ଷ ଅଛି, ମାତ୍ର ପରମେଶ୍ୱରଙ୍କ ବାକ୍ୟର ଦୁର୍ଭିକ୍ଷ ନାହିଁ। ସେ ପରମେଶ୍ୱରଙ୍କ ବାକ୍ୟକୁ ଶୁଣୁଛନ୍ତି, ଦେଖୁଛନ୍ତି। ଭାବନ୍ତୁ, ଆମମାନଙ୍କ ପରି ପରିବାର ଇସାକଙ୍କର ନଥିଲେ। ଅବ୍ରାହମଙ୍କ ପାଖରେ ଯୁଦ୍ଧ ବିଦ୍ୟା ଶିକ୍ଷା କରିଥିବା 318 ଲୋକ ଥିଲେ, ଖାଲି ଯୁଦ୍ଧ ବିଦ୍ୟା ଶିକ୍ଷା କରିବା ପାଇଁ। ଓଟ ଚରେଇବା ପାଇଁ, ମେଣ୍ଢା ଚରେଇବା ପାଇଁ, ଛେଳି ଚରେଇବା ପାଇଁ, ରୋଷେଇ କରିବା ପାଇଁ, ତମ୍ବୁ ଗାଡ଼ିବା ପାଇଁ କେତେ ଲୋକ ଥିବେ ଭାବନ୍ତୁ। ହଜାର ହଜାର ଲୋକ ଅବ୍ରାହମଙ୍କର ଇସାକଙ୍କ ସହିତ ଅଛନ୍ତି। ଆମେ କଣ, ହାମ ଦୋ ହମାରେ ଦୋ, ଚାଲ କାର କାଢ କି ବାଇକ କାଢ, ବସ, ଚାଲ, ହେଇଗଲା। ମାତ୍ର ଇସାକଙ୍କ ପାଖରେ ସେମିତି ନାହିଁ। ହଜାର ହଜାର ଲୋକ ଥିଲେ। ଏ ହଜାର ହଜାର ଲୋକ ଥିଲେ ମଧ୍ୟ ସେ ପରମେଶ୍ୱରଙ୍କ ବାକ୍ୟକୁ ସେ ଶୁଣିଲେ। ଆଉ ଦୁର୍ଭିକ୍ଷ ସମୟରେ ସେ ମିଶ୍ର ଦେଶକୁ ଗଲେ ନାହିଁ। ନିଜର ବାପା ଅବ୍ରାହମ ଯୋଉ ଭୁଲ କରିଥିଲେ,
ଇସାକ ସେ ଭୁଲ କଲେ ନାହିଁ। ପରମେଶ୍ୱରଙ୍କର ବାକ୍ୟକୁ ଶୁଣିଲେ, ଆଉ ପରମେଶ୍ୱର ଦୁର୍ଭିକ୍ଷ ସମୟରେ ଯୋଉଠି ରହିବା ପାଇଁ କହିଥିଲେ ସେଇ ସ୍ଥାନରେ ସେ ରହିଲେ। ସେଥିପାଇଁ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ। ସେ ଦୁର୍ଭିକ୍ଷ ସମୟରେ ପରମେଶ୍ୱର ଯୋଉଠି ରହିବା ପାଇଁ କହିଥିଲେ ସେଠି ରହିଲେ। ଆଉ ସେ କଣ କଲେ ଦେଖନ୍ତୁ, ଲେଖା ଯାଉଛି 12 ପଦ, ମୁଁ ପଢୁଛି ଆପଣମାନଙ୍କ ନିମନ୍ତେ। ଅନନ୍ତର ଇସାକ ସେହି ଦେଶରେ କୃଷି କର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ। ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଏଥିରେ ଏ ନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ। ପୁଣି ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ। ଯେତେବେଳେ ଆମେ ଆମର ଏଇ ଯୋଉ ଚର୍ଚ୍ଚଟା, ଉପାସନା ଚର୍ଚ୍ଚଟା ବିଭିନ୍ନ ସ୍ଥାନ ମାନଙ୍କରେ ଥିଲା। ଫାର୍ଷ୍ଟରେ ଏଇ ଚର୍ଚ୍ଚଟା ଭବାନୀ ନଗରରେ ଷ୍ଟାର୍ଟ ହେଲା। ତା ପଛେ ଏଇ ଚର୍ଚ୍ଚଟା ମାଳିସାହିକୁ ଆସିଲା। ସେଇ ସ୍ଥାନରେ ବଢି ପାରିଲା ନାହିଁ। ମାନେ ଯେତେବେଳେ ଏଇ ଚର୍ଚ୍ଚଟା ପୂଜାରୀପୁଟକୁ ପଳେଇ ଆସିଲା, ସେଇ ସ୍ଥାନରେ ଏଇ ଚର୍ଚ୍ଚଟା ଗ୍ରୋଥ ହେବାକୁ ଲାଗିଲା, ବଢିବାକୁ ଲାଗିଲା। ପରମେଶ୍ୱର ଯୋଉଠି ରହିବା ପାଇଁ କହୁଛନ୍ତି ସେଠି ରହିଲେ ବଢି ହେବ। ଯେତେବେଳେ ଆମେ ଚର୍ଚ୍ଚ ଆରମ୍ଭ କଲୁ, ମୁଁ କହୁଛି ଆପଣମାନଙ୍କୁ, ମାତ୍ର 12 ଜଣ ଲୋକ ଥିଲୁ। ଆମ ଘରେ ଚର୍ଚ୍ଚ ହଉଥିଲା। ସେ ସମୟରେ ବିଭିନ୍ନ ପ୍ରକାର ଭାବରେ ଥଟ୍ଟା ତାମସା କମେଣ୍ଟ ଗୁଡିକ ଆସିଲା। ଏମାନେ 12 ଜଣ କଣ କରିବେ? 12 ଜଣରେ କେମିତି ଏମାନେ ବଢିବେ? ମାତ୍ର ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ମଣ୍ଡଳୀ ଥିବାରୁ ଆଜି 12 ଜଣରୁ 200 ଲୋକ ଆମେ ହେଇଯାଇଛୁ। ଆମର 2ଟା ବ୍ରାଞ୍ଚ ଚର୍ଚ୍ଚ ବି ହେଇଯାଇଛି। ପରମେଶ୍ୱରଙ୍କର ନିରୂପିତ ସ୍ଥାନ ରହିବାର ଅଛି ଆମର। ସେଇ ସ୍ଥାନରେ ଥିଲେ ଆମେ ବଢିପାରିବା। ଇସାକ ଦୁର୍ଭିକ୍ଷ ସମୟରେ ଗୋଟେ କାମ କରୁଛନ୍ତି। ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ରହୁଛନ୍ତି, ଆହୁରି ସେ ବୁଣୁଛନ୍ତି। ଦୁର୍ଭିକ୍ଷ ସମୟରେ ମଧ୍ୟ ଆମକୁ ବୁଣିବାର ଅଛି। ଅଭାବ ସମୟରେ ମଧ୍ୟ ଦାନ ଦେବାର ଅଛି। ମୁଁ ଯୋଉ ସମୟରେ ଆମ ଘର କାମ କରୁଥିଲି, ସେଇ ସମୟରେ ମଧ୍ୟ ଚର୍ଚ୍ଚ ତିଆରି କରିବାର ଅଛି ବୋଲି ଲୋକ ଆସିଥିଲେ, ଦାନ ଦେଇଛି। ମିଟିଂ କରିବାର ଅଛି ବୋଲି ଲୋକ ଆସିଥିଲେ, ଦାନ ଦେଇଛି। କାରଣ ଆମର ଅଭାବ ସମୟରେ ମଧ୍ୟ ଆମକୁ ବୁଣିବାର ଅଛି। ଆମର ଅଭାବ କେତେବେଳେ ଦୂର ହେବ? ଯୋଉ ସମୟରେ ଆମେ ବୁଣିବାକୁ ଷ୍ଟାର୍ଟ କରିବା। ଯୋଉ ସମୟରେ ଦେଶରେ ଦୁର୍ଭିକ୍ଷ ପଡୁଛି, କୁଆଡେ ଖାଇବା ପିଇବାକୁ ନାହିଁ, ସେଇ ସମୟରେ ଇସାକ ବୁଣୁଛନ୍ତି। ଦୁର୍ଭିକ୍ଷ ମାନେ ବର୍ଷା ହେଉନାହିଁ, ଭୂମିଟା ଫାଟି ଯାଉଥିବ, ଭୂମିରେ ପାଣି ନଥିବ, ପିଇବା ପାଇଁ ପାଣି ନଥିବ, ଚାଷ ପାଇଁ କି ପ୍ରକାର ପାଣି ଦେବେ? ଏମିତି ପ୍ରକାର ପରିସ୍ଥିତିରେ ମଧ୍ୟ ଇସାକ ବୁଣୁଛନ୍ତି। ପ୍ରଥମ ବିଷୟ, ଦୁର୍ଭିକ୍ଷ ସମୟରେ ଅବ୍ରାହମ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ରହୁଛନ୍ତି। ଏ ଇସାକ ଆଉ ଇସାକ ବୁଣୁଛନ୍ତି। ଆପଣ କେବେ ଚିନ୍ତା କରିଛନ୍ତି ଦୁର୍ଭିକ୍ଷ ସମୟରେ କିଏ ବୁଣିବେ କି? ଆଜି ଆପଣଙ୍କର ଦୁର୍ଭିକ୍ଷ ଅବସ୍ଥା, ଅଭାବର ଅବସ୍ଥା ଯଦି ଦୂର ହେଉ ବୋଲି ଆପଣ ଭାବୁଛନ୍ତି, ଚାହୁଁଛନ୍ତି, ତାହେଲେ ଆପଣ ବୁଣିବାର ଅଛି। ବୁଣିବାର ଅଛି। ଅପବ୍ୟୟ ପୁତ୍ର ସମସ୍ତ ଅପବ୍ୟୟ କଲା ପରେ ଦେଶରେ ଦୁର୍ଭିକ୍ଷ ପଡିଲା, ଆଉ ତାର ଅଭାବ ହେବାକୁ ଲାଗିଲା। ସେ ଯାଇ ଘୁଷୁରି ମାନଙ୍କୁ ଚରେଇବାକୁ ଲାଗୁଛି। ପ୍ରିୟମାନେ, ଆମର କେତେବେଳେ ଅଭାବ ହୁଏ? ଯେତେବେଳେ ଆମେ ସବୁ କଦାଚାରରେ ଆମେ ନଷ୍ଟ କରୁ। ଆମେ ଇସାକଙ୍କର ଅଭାବ କାହିଁକି ହଉନାହିଁ? ସେ ନଷ୍ଟ କରୁନାହାନ୍ତି, ସେ ବୁଣୁଛନ୍ତି। ପରମେଶ୍ୱରଙ୍କର ରାଜ୍ୟ ନିମନ୍ତେ ବୁଣୁଛନ୍ତି, ସେବା କାର୍ଯ୍ୟ ନିମନ୍ତେ ବୁଣୁଛନ୍ତି, ଦରିଦ୍ର ଅନାଥ ମାନଙ୍କର ଆବଶ୍ୟକ ପୂର୍ଣ୍ଣ ନିମନ୍ତେ ବୁଣୁଛନ୍ତି। ବୁଣିବାର ଲୋକ ଆବଶ୍ୟକ ରହିଅଛି। ଆମମାନଙ୍କର ଚର୍ଚ୍ଚରେ ଗୋଟିଏ ଆମେ ପ୍ରୋଗ୍ରାମ ରଖିଛୁ, ଯାହାକୁ କି ଆମେ ନାଁ ଦେଇଛୁ ଏକ୍ସଟ୍ରା କ୍ଲାସ। ଏକ୍ସଟ୍ରା କ୍ଲାସ ମାନେ କଣ? ସେଇ ସ୍ଥାନରେ ଲିଡର ମାନଙ୍କୁ ତିଆରି କରିବା ପାଇଁ ଗୋଟେ କ୍ଲାସ ଗୋଟେ ରଖିଛୁ ଆମେ। ପାଖାପାଖି 7-8 ଜଣ ଲୋକ
ମାନଙ୍କର ମଣ୍ଡଳୀରୁ ଆସିବେ। ଆମେ ଆମର ବ୍ରାଞ୍ଚ ଚର୍ଚ୍ଚ ଗୁଡିକ ଚାରିଆଡେ ଆମେ ଖୋଲିବା ପାଇଁ ଆମର ଆଗ୍ରହ ରହିଛି। ସେଥିପାଇଁ ଆମେ ଏକ୍ସଟ୍ରା କ୍ଲାସ ଗୁଡେ ରଖିଛୁ, ଯେମିତିକି ନେତାମାନଙ୍କୁ ଆମେ ତିଆରି କରିପାରିବୁ। କାରଣ ମଣ୍ଡଳୀର ଗୁରୁ ଦାୟିତ୍ୱ ହେଲା ନେତାମାନଙ୍କୁ ତିଆରି କରିବେ। ଆଉ ନେତାମାନଙ୍କୁ ତିଆରି କରି ସେମାନଙ୍କୁ ବିଭିନ୍ନ ସ୍ଥାନ ମାନଙ୍କୁ ଆମେ ପ୍ରେରଣ କରିବୁ, ଯାହା ଦ୍ୱାରା କି ଆମର ବ୍ରାଞ୍ଚ ଚର୍ଚ୍ଚ ଗୁଡିକ ହେବ। କାରଣ ଆମକୁ ଏଇ ବର୍ଷ ଆଉ 5ଟା ବ୍ରାଞ୍ଚ ଚର୍ଚ୍ଚ ଦରକାର ବୋଲି ପ୍ରାର୍ଥନା ଆମେ କରୁଛୁ। ଆମର ଅଲରେଡି 2ଟା ବ୍ରାଞ୍ଚ ଚର୍ଚ୍ଚ ଅଛି, ଆହୁରି 5ଟା ବ୍ରାଞ୍ଚ ଚର୍ଚ୍ଚ। ସେଥିପାଇଁ ଆମେ ଲିଡର ମାନଙ୍କୁ ଆମେ ତିଆରି କରୁଛୁ। ଆମ ପାଖରେ ଅନେକ ଲିଡର ଗୁଡିକ ତିଆରି ହେଇଗଲେଣି। ଆଉ ବ୍ରାଞ୍ଚ ଆମର ଏକ୍ସଟ୍ରା କ୍ଲାସଟା ସନ୍ଧ୍ୟା ବା ରାତି 7ଟା ଅଧେରେ ଆରମ୍ଭ ହେବ, 9ଟା ବେଳେ ସମାପ୍ତ ହେବ। ସମସ୍ତେ ଶୁକ୍ରବାର ଦିନ ଫାଷ୍ଟିଂ କରିଥିବେ। ଆଉ ଆମେ ଗୋଟେ ରଖିଛୁ ଯେ ପ୍ରାର୍ଥନା ସରିଲା ପରେ ଆମ ଘରେ ଖାଇବେ। ପ୍ରତି ଶୁକ୍ରବାର ଦିନ 10 ଜଣ 12 ଜଣ ଆମ ଘରେ ଖାଇବେ। କହିଲେ କଣ ପାଇଁ ଏତେ ଜଣଙ୍କୁ ଖାଇବାକୁ ତୁମେ ଦଉଛ, ଖର୍ଚ୍ଚ ତୁମେ କରଉଛ? ନାଇଁ, କିଛି ଅସୁବିଧା ନାହିଁ, ଖାଆନ୍ତୁ ଆମ ଘରେ। ଖାଇଲେ ତା ପଛେ ପରମେଶ୍ୱର ଏତେ ବ୍ଲେସିଂ ଆମକୁ କଲେ। ଆମେ ଗୋଟେ ସାଧାରଣ ସିଟ୍ ଘରେ ଆମେ ରହୁଥିଲୁ। ଆମର ସିଟ୍ ଘରକୁ ଭାଙ୍ଗି more than 25 lakhs ଖର୍ଚ୍ଚ କରି ଆମକୁ ଗୋଟେ ପକ୍କା ଘର ଦେଲେ। ତା ଉପରେ ଘର ଉପରେ ଚର୍ଚ୍ଚ ବାନ୍ଧିବା ପାଇଁ ଆଉ ଥରେ ତାକୁ ଆମେ ଛାତ ପକେଇକିନା ଆମେ ରଖିଛୁ। ଆମର ଅଭାବ ସମୟରେ ମଧ୍ୟ ଆମେ ବୁଣିବାର ଅଛି। ମୁଁ କହିଲି, ଦେଖ, ଏକ୍ସଟ୍ରା କ୍ଲାସରେ କାହିଁକି ତୁମେ ଏତେ ପଇସା ଖର୍ଚ୍ଚ କରି ଲୋକମାନଙ୍କୁ ଖାଇବାକୁ ଦଉଛ? ପ୍ରଭୁଙ୍କର ଦାସ ମାନଙ୍କୁ ମୁଠେ ଖାଇବାଟା ଦେବା, ତାଙ୍କର ଯତ୍ନ ନେବାଟା, ଏଇଟା ଆମ ପାଇଁ ବହୁତ ବଡ ବ୍ଲେସିଂ। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଦୁର୍ଭିକ୍ଷ ସମୟରେ ମଧ୍ୟ ଆମକୁ ବୁଣିବାର ଅଛି। ଅନେକ ଜଣ କହିବେ, ଆଜ୍ଞା ଏଇ ସମୟରେ ତ ଆମ ପାଖରେ କିଛି ନାହିଁ, ଆଜ୍ଞା ଥିଲେ ଆମେ ଦେଇଥାନ୍ତୁ। ଏଇ ସମୟରେ ଆଜ୍ଞା ଆପଣ ମିଟିଂ କରୁଛନ୍ତି କି ଆଜ୍ଞା? ଏଇ ସମୟରେ ଆଜ୍ଞା ଆପଣଙ୍କର ଆମକୁ କହିଛି କି? ଆଜି ଅନେକ ଜଣଙ୍କର ସେମିତି। ଦେଖନ୍ତୁ, ମୁଁ ବେଶୀ ଆଗକୁ ବଢେଇବା ପାଇଁ ଚାହେଁ ନାହିଁ। ଯୋଉ ସମୟରେ ଦୁର୍ଭିକ୍ଷ ପଡିଛି ଏଲିୟଙ୍କ ସମୟରେ, ପରମେଶ୍ୱର ଏଲିୟଙ୍କୁ କଣ କହିଲେ? କାହା ଘରକୁ ଯାଅ ବୋଲି କହିଲେ? ମହାଜନ ଘରକୁ ଯାଅ ବୋଲିଲେ କି ନା କାହା ଘରକୁ ଯାଅ ବୋଲି କହିଲେ? ଯେତେବେଳେ ଦେଶରେ ଦୁର୍ଭିକ୍ଷ ପଡିଛି, ସେଇ ସମୟରେ ଏଲିୟକୁ କହିଲେ ସାରିପତକୁ ଯାଅ, ସାରିପତ୍ର ବିଧବା ଘରକୁ ଯାଅ। ଦୁର୍ଭିକ୍ଷ ସମୟରେ କାହା ଘରେ ଖାଇବାର ଥିବ? ଜମିଦାର ଘରେ ଖାଇବାର ଥିବ, ମହାଜନ ଘରେ ଖାଇବାଟା ଥିବ, ରାଜାଙ୍କ ଘରେ ଖାଇବାଟା ଥିବ। ମାତ୍ର ପରମେଶ୍ୱର ସାରିଫତକୁ ପଠେଇଲେ। ସାରିଫତ ସେ ଜିହୁଦୀ ଦେଶ ନଥିଲା, ବିଜାତି ଲୋକ, ମୂର୍ତ୍ତି ପୂଜା କରୁଥିବା ଲୋକ। ପରମେଶ୍ୱର ପ୍ରଭୁଙ୍କ ଦାସଙ୍କୁ ସେ ଇସ୍ରାଏଲ ଲୋକମାନଙ୍କ ନିକଟକୁ ପଠେଇଲେ ନାହିଁ, ସାରିଫତ୍ର ବିଧବା ନିକଟକୁ ପଠେଇଲେ। ଇସ୍ରାଏଲ ଲୋକଙ୍କ ଘରକୁ ଗଲେ କେହି ମୁଠେ ମିଠା ଦେଇନଥାନ୍ତେ ଏଲିୟକୁ ଖାଇବାଟା, ଗାଳି କରିଥାନ୍ତେ ଉଲ୍ଟା। ସେଥିପାଇଁ ସାରିଫତକୁ ଯାଅ, ସାରିଫତ୍ର ବିଧବା ଘରକୁ ଯାଅ। ଦୁର୍ଭିକ୍ଷ ଅଛି, ଖାଇବା ପିଇବାକୁ କିଛି ନାହିଁ। ଏଇ ଯୋଉ ସାରିପତ୍ର ବିଧବାର ମନରେ ଚାଲିଛି, ମୁଠାଏ ମଇଦା ଅଛି, ତେଲ ଟିକେ ଅଛି, କାଠ ଟିକେ କାଢିବି, ଗ୍ୟାସ ତ ନାହିଁ, କାଠ ଟିକେ କାଢିବି, ଆଉ କଣ କରିବି? ନେଇକିନା ରୋଷେଇ କରିବି, ଆଉ ଆମର ପୁଅ ଆଉ ମୁଁ ଗୋଟେ ଗୋଟେ ପିଠା ଖାଇବୁ। ତା ପଛେ ଆମକୁ ତ ଖାଇବାକୁ ନାହିଁ, ଆମକୁ ତ କିଏ ଦେବେ? ଆମେ ମରିଯିବୁ। ଏଇ ପ୍ରକାର ପ୍ଲାନରେ ଚାଲିଛନ୍ତି। ଏମିତି ପ୍ଲାନରେ ଅଳ୍ପ ଟିକେ ଅଛି, ସେତେବେଳେ କବାଟ ଠକ୍ ଠକ୍ ହଉଛି। କିଏ? ନାଇଁ, ପ୍ରଭୁଙ୍କର ଦାସ ଏଲିୟ ଆସୁଛନ୍ତି, ଆଉ ତାଙ୍କୁ ଖାଇବାଟା ଦରକାର। ଭାବନ୍ତୁ, ଆମର ଅଭାବ ଥିବ, ସେଇ ସମୟରେ ପ୍ରଭୁଙ୍କ ଦାସ ମାନେ ମଧ୍ୟ ଆମ ଘରକୁ ଆସିବେ। ଆମେ 4 ଜଣ ଥିବୁ ଘରେ, ସ୍ୱାମୀ ସ୍ତ୍ରୀ ପୁଅ ଝିଅ, 4ଟା ଅଣ୍ଡା ରୋଷେଇ କରିଥିବୁ। ସେଇ ସମୟରେ ପ୍ରଭୁଙ୍କ ଦାସ କବାଟ ଠକ୍ ଠକ୍ ମାରିବେ। ଆମେ କାର ଅଣ୍ଡା ଦବୁ ତାଙ୍କୁ? ସିଏ ଦେଖୁଥିବେ ତମ ଅଣ୍ଡା ଦିଅ, ସିଏ ଦେଖୁଥିବେ ତମ ଅଣ୍ଡା ଦିଅ। ହଁ, ପ୍ରିୟମାନେ, ଏମିତି ପରିସ୍ଥିତିରେ, ଅଭାବ ପରିସ୍ଥିତିରେ ପ୍ରଭୁ ତାଙ୍କର ଦାସ ମାନଙ୍କୁ ଆମ ଘରକୁ ପଠାନ୍ତି। ଦେଶରେ ଦୁର୍ଭିକ୍ଷ ଚାଲିଛି, ସେଇ ସମୟରେ ସାରିପତ୍ର ବିଧବାଙ୍କ ଘରକୁ ପ୍ରଭୁ ତାଙ୍କ ଦାସଙ୍କୁ ପଠେଇଛନ୍ତି। ସାରିପତ୍ର ବିଧବା ଘରର ଖାଇବାଟା ଖାଇବା ପାଇଁ ନାହିଁ, ସାରିପତ୍ର ବିଧବାକୁ ଆଶୀର୍ବାଦ କରିବା ପାଇଁ।
ଭାବନ୍ତୁ ଦୁର୍ଭିକ୍ଷ ସମୟରେ ଆମକୁ ବୁଣିବାର ଅଛି। ଦୁର୍ଭିକ୍ଷ ସମୟରେ ମଧ୍ୟ ସାରିପତ୍ର ବିଧବା ସେ ବୁଣିଛନ୍ତି। ପ୍ରଥମ ପିଠା ସେ ନେଇକିନା ପ୍ରଭୁଙ୍କ ଦାସଙ୍କୁ ଦେଇଛନ୍ତି। ଲେଖାଗଲା କଳସରେ ମଇଦା ଶୂନ୍ୟ ହେଲା ନାହିଁ। କାଳିଲେ ରୋଷେଇ କଲେ, ଦେଖିଲା ବେଳେ ସେତିକି କା ଅଛି। କାଳିଲେ ରୋଷେଇ କଲେ, ଦେଖିଲା ବେଳେ ସେତିକି କା ଅଛି। ଆଜି ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ପ୍ରଚୁର ହେଲେ, ମୋର ବଳି ପଡିଲେ ମୁଁ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଦେବି, ପ୍ରଭୁଙ୍କ ସେବାରେ ବୁଣିବି। ତମର କେବେ ପ୍ରଚୁର ହେବ, କେବେ ଉଛୁଳି ଯିବ, କେବେ ହେବ ନାହିଁ ସେଟା। ଅଭାବରେ, ଦରିଦ୍ରତା ଅବସ୍ଥାରେ, ଦୁର୍ଭିକ୍ଷ ସମୟରେ ହିଁ ଆମକୁ ବୁଣିବାର ଅଛି। ଯୀଶୁଖ୍ରୀଷ୍ଟ ଜଣେ ବିଧବା ସ୍ତ୍ରୀ ଲୋକକୁ ପ୍ରଶଂସା କଲେ। ସମସ୍ତଙ୍କ ଠାରୁ ଅଧିକ ଦାନ ଏ ଦରିଦ୍ର ବିଧବା ଦେଇଛନ୍ତି। ସମସ୍ତେ ଛାନିଆ ହେଇଗଲେ, କଣ ପ୍ରଭୁ ଏମିତି କଥା କହୁଛ? ତାକୁ ପିନ୍ଧିବା ପାଇଁ ଚପଲ ନାହିଁ, ମୁଣ୍ଡରେ ଲଗେଇବା ପାଇଁ ତେଲ ନାହିଁ, ଦେହରେ ଭଲ ଶାଢୀ ନାହିଁ। ସେ ଦୁଇଟା ପାହୁଲା ପକେଇ ଦେଲା ଯେ ତୁମେ ବେଶୀ ବୋଲି କହିଦଉଛ। ପ୍ରଭୁ କହିଲେ ସମସ୍ତେ ଅତିରିକ୍ତ ଧନରୁ ଦେଲେ। ପ୍ରିୟ ମାନେ, ଅତିରିକ୍ତରୁ ଦେବାଟା ଶିଖନ୍ତୁ ନାହିଁ, ଅଭାବରୁ ଦେବାଟା ଶିଖନ୍ତୁ। ଦୁର୍ଭିକ୍ଷ ସମୟରେ ବୁଣିବାଟା ଶିଖନ୍ତୁ। ସେଇଟା ଯୋଉ ସମୟରେ ଆମର ଅଭାବ ଥିବ, ଦୁର୍ଭିକ୍ଷ ଥିବ, ସେଇ ସମୟରେ ବୁଣିବାର ଅଛି। ଆଜି ସେଟା ଜଣା ନାହିଁ। ମୁଁ ଆପଣମାନଙ୍କୁ କହୁଛି, ଯୋଉ ସମୟରେ କୋଭିଡ ଥିଲା, ସେଇ ସମୟରେ ଜଣେ ଭାଇ ମୋର ପୁଅ ଝିଅ ମାନଙ୍କର ସ୍କୁଲର ଆଡମିସନ ପାଇଁ 11,000 ଟଙ୍କା ଦେଇଥିଲେ। ମୋର ଆଶ୍ଚର୍ଯ୍ୟ ଲାଗିଲା, 11,000 ଟଙ୍କା ସେଇ ସମୟରେ ମତେ ଆଣିକା ଦେଲେ। ଏବେ ତାଙ୍କେ 50 ଲକ୍ଷ ଟଙ୍କାର ଘର ବାନ୍ଧିଛନ୍ତି। ସେଇ ସମୟରେ କିଛି ନଥିଲା ତାଙ୍କର। 50 ଲାକ୍ସ ର ମୋ ଘର ସାଇଡ ରେ ସେ ଘର ବାନ୍ଧିଛନ୍ତି। ଆପଣ ଆସିଲେ ମୁଁ ଦେଖେଇବି, 3 ତାଲା ବିଲ୍ଡିଂ ସେ ତିଆରି କରିଛନ୍ତି। ସେ ବଡ ଚାକିରି କରୁନାହାନ୍ତି, ଇଲେକ୍ଟ୍ରି ଆଉ ପ୍ଲମ୍ବିଂ କାମ ସେ କରୁଛନ୍ତି। ମୁଁ ଆପଣମାନଙ୍କୁ କହୁଛି, ଦୁର୍ଭିକ୍ଷ ସମୟରେ ପ୍ରଭୁ ଯୋଉଠି କହୁଛନ୍ତି ସେଠି ରହିବାର ଅଛି। ଇଆଡେ ସିଆଡେ କାହିଁ ପାଗଳ ପରି ବୁଲୁଛ ଗୀତ ଅଛି କି ନାହିଁ? ପାଗଳ ପରି ୟାଟିକି ବୋଲୁଥିବ, ସିଆଟିକି ବୋଲୁଥିବ, ସିଆଟିକି ବୋଲୁଥିବ, ଆକୁ ଟିକେ ମାଗୁଥିବ, ତାକୁ ଟିକେ ନାଇଁ ନାଇଁ, ସ୍ଥିର ରୁହନ୍ତୁ। ପ୍ରଭୁ କହିଛି, ପ୍ରଭୁ ଏ ଦୁର୍ଭିକ୍ଷ ସମୟରେ ମୁଁ କୋଉଠି ରହିବି, ସେଠି ରୁହନ୍ତୁ। ଆଜି ଅନେକ ଜଣ ଦୁର୍ଭିକ୍ଷ ବୋଲି ପ୍ରଭୁଙ୍କ ସେବା ବି ଛାଡି ଦେଇଛନ୍ତି। ଏଠି ରହିଲେ କଣ ଲାଭ, ଏ ସଂସ୍ଥା ଛାଡି ସେ ସଂସ୍ଥାକୁ ପଳେଇ ଯାଇଛନ୍ତି। ପ୍ରିୟମାନେ, ଦୁର୍ଭିକ୍ଷ ସମୟରେ ପ୍ରଭୁ ଇସାକୁ କହିଲେ, ଆମେ ଯୋଉଠି କହିବା ସେଠି ରହିବ। ସେଠି ରହିଲେ, ଆଉ ଦୁର୍ଭିକ୍ଷ ସମୟରେ ସେ ବୁଣିଲେ, ଅଭାବ ସମୟରେ ବୁଣିଲେ, ଅସୁବିଧା ସମୟରେ ବୁଣିଲେ। ସେଇଟା ଜାଣିବାର ଅଛି। ବେଳେ ବେଳେ ଜଣଙ୍କର ଦେହ ଭୀଷଣ ଖରାପ ଥିବ, ତାଙ୍କ ଘରକୁ ଆମେ ଭିଜିଟ ପାଇଁ ଯିବୁ, ପ୍ରାର୍ଥନା କରିବା ପାଇଁ ଯିବୁ। ସେ ଏତେ ଦେହ ଖରାପରେ ମଧ୍ୟ ଦାନ ଦେବେ। ସେମାନେ ବୁଣୁଛନ୍ତି, ସେମାନେ ବୁଣିବାଟା ଜାଣିବାର ଅଛି। ଆଜି ଅନେକ ଜଣଙ୍କ ପାଖେ କିଛି ଆସୁନାହିଁ, କାହିଁକି? ବୁଣି ନାହାନ୍ତି। ଯୋଉମାନେ ବୁଣିବେ ସେମାନେ ହିଁ କାଟି ପାରିବେ। ଦୁର୍ଭିକ୍ଷ ସମୟରେ ସେ ବୁଣୁଛନ୍ତି, ଅଭାବ ସମୟରେ ସେ ବୁଣୁଛନ୍ତି। ଲେଖାଗଲା କେତେ ଗୁଣ କାଟିଲେ ବୋଲି ଲେଖାଯାଉଛି। ଅନନ୍ତର ଇସାକ ସେହି ଦେଶରେ କୃଷି କର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ, 100 ଫୋଲ୍ଡ। ଭାବନ୍ତୁ, ପରମେଶ୍ୱର ଆମକୁ ଜାଣନ୍ତି, ଆମ ପରିସ୍ଥିତିକୁ ଜାଣନ୍ତି। ପ୍ରିୟମାନେ, ଆମେ ଦୁର୍ଭିକ୍ଷ ସମୟରେ ପ୍ରଭୁ ଯୋଉଠି କହିଛନ୍ତି ସେଠି ରହିବା, ଆଉ ଦୁର୍ଭିକ୍ଷ ସମୟରେ ବୁଣିବା। ଦୁର୍ଭିକ୍ଷ ସମୟରେ ପ୍ରଭୁଙ୍କ ଦାସ ମାନଙ୍କର କଥାକୁ ଶୁଣିବା। ସେତେବେଳେ ସେ କହିଲେ ସାରିପତ୍ର ବିଧବାକୁ, ମତେ ଗୋଟେ ରୁଟି ଦିଅ, ଗୋଟେ ପିଠା ଗୋଟେ ଦିଅ। ଆଉ ମୁଁ କହୁଛି, ଦୁର୍ଭିକ୍ଷ ନ ହେବା ଯାଏ ତୁମର ଖାଦ୍ୟ ପଦାର୍ଥର ଅଭାବ ହେବ ନାହିଁ। ବର୍ତ୍ତମାନ ସମରିଆରେ ଦୁର୍ଭିକ୍ଷ ପଡିଲା। ସେଇ ସମୟରେ ପ୍ରଭୁଙ୍କ ଦାସ ଭବିଷ୍ୟତ ବକ୍ତା କହିଲେ ଯେ ଏତେ ଖାଇବାଟା ମିଳିବ ଯେ ସବୁ ଜିନିଷ ବହୁତ ଶସ୍ତା ହେଇଯିବ। ସେଇ ସମୟରେ ସେନାପତି କହିଲେ, ପରମେଶ୍ୱର ସ୍ୱର୍ଗର ଝରକା ଖୋଲିଦେଲେ ମଧ୍ୟ କେବେ ହେଲେ ମଧ୍ୟ ଏତେ ଖାଇବାଟା ମିଳିପାରିବ ନାହିଁ। ଏତେ ଖାଇବାଟା ମିଳିଲା।
चारि जन कुष्ठ रोगी माने गले देखले जे जो मैंने युद्ध करने आसते से डरिक पलि जाइछंती से आसिया खबर देले सुसमाचार कौन से युद्ध भटारे समस्त खाइबाटा अच्छी समस्ते गले खाइले मात्र जो सेनापति कहितिला स्वर्गर झरका खोलीदेले मध्य प्रभु एमती केबे हेई परिबो नहीं से खाई पारलानी मरीगला सब चकुड़ी चकुड़ी तक मारिदेले मु कहबा पाई चाहे प्रभुंकर दास मानकर वाक्य को हल्का नियंतुनी प्रभुଙ୍କ ଦାସ ମାନଙ୍କ ପାଟିରୁ ଯୋଉ କଥା ଆମେ ଶୁଣୁ ଅସମ୍ଭବ ପରି ଲାଗେ ମାତ୍ର ଅସମ୍ଭବ ନୁହେଁ ପ୍ରଭୁଙ୍କର ଅଭିଷିକ୍ତ ଦାସ ମାନେ ମୁଖରେ ଯୋଉ କଥା କହିବେ ତାହା ସମ୍ଭବ ପ୍ରଭୁଙ୍କର ଦାସ ମାନଙ୍କର ବାକ୍ୟକୁ ଦୁର୍ଭିକ୍ଷ ସମୟରେ ଏତେ ବଡ ହେଇଯିବ ଏମିତି ହେଇଯିବ ଥଟ୍ଟା ତାମସାରେ ଉଡେଇ ଦିଅନ୍ତୁ ନାହିଁ ପ୍ରଭୁଙ୍କ ଦାସ ମାନଙ୍କର କଥାକୁ ସିରିୟସ ନେବାର ଆବଶ୍ୟକ ରହିଛି ପ୍ରିୟମାନେ ଆଜି କେଉଁ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଆପଣ ଯାଉଛନ୍ତି ଆପଣ परमेश्वर निरूपित स्थान रुहतु आपण बुणीबाटा शिखंतु अभाव असुविधा समय रे जो समय बुणीबे से समय ही आपण भले रहिबे मिस्र देश रे जोसेफ रहिले आ 44 को सॉरी फारो राजा को एडवाइस देले संचय करबारो मिस्र देश बंची गला दुर्भिक्ष आसुची संचय करो प्रिय आसंता समय दुर्भिक्ष आसुची प्रभुंकर वाक्य को हम संचय करिबार अछि एरा संचय करिबार समय एकत्र करिबार समय आ विरक्त हेबा कथा समय नुहे जोठी प्रभुंकर वाक्य मिलुची सेही वाक्य को संचय करतिले आसला दिन मानकरे जो बड़ दुर्भिक्ष आसीबा पाई जाउची सेही समय रे आमे रक्षा पाई जिबा पढ़िके समाप्त करिबा पाई चाहे आशीर्वाद हेले 13 पद ए निमंते से वर्धिष्णु हेले पुणी से आहुरी आहुरी वृद्धि पाई अति महान हेले एवं तांकर मेषधन और गोधन पुणी अनेक दासदासी हेले तेणु पलेस्टीय लोक माने ताहा प्रति ईर्षा भाव बहिबाकु लागिले एते प्रकार समृद्धिशाली लोक माने ईर्षा ही गले आमर अभाव अछि आको एते एते मिलुछि प्रिय माने परमेश्वरंकर निरूपित स्थान रे प्रभु जोठी कहउछथि सेही स्थान रहिबार अछि दुर्भिक्ष समय रे आमे कोन करिबा आमे दुर्भिक्ष समय रे नयमी प्रभुंक प्रति फेरिले दुर्भिक्ष समय रे इसाक प्रभुंक निरूपित स्थान रे रहिले दुर्भिक्ष समय रे सारीपत्र विधवा प्रभुंकर दासंकर वाक्य शुणिले मानिले आज मध्य आमान जीवन में दुर्भिक्ष आसे ताहले आमे व्यतिव्यस्त हेबा नहीं मिस्र देश को जीवा नहीं आता पाख को जीवा नहीं निज बुद्धि ज्ञान रे चलिबा नहीं आमे परमेश्वरंकर रब शुणिबा आउ बुणिबा आमे आसंतु पदे प्रार्थना करिबा हालेलुया प्रेज द लॉर्ड प्रभु प्रेज द लॉर्ड धन्यवाद राजा धन्यवाद प्रभु मु तुमको गौरव दउछि महिमा करूछि राजा आज यही सारण प्रभु जूम सेवा कार्य जड़ित होता प्रत्येक तुमर दास दासी सद्भक्त भाई भौणी युवा युवती मान निमंते प्रार्थना करे क्यों प्रकार दुर्भिक्ष मध्य दे जाउछंती मु जाने नहीं ए वाक्य प्रचार करिवार अछि मते भी जणा नथिल बसु बसु तुमे कहिलो मु तुमको धन्यवाद दिए मु प्रार्थना करे जे कोनोसी दुर्भिक्ष मध्य दे शुणुथिबा भाई भौणी माने जाउछंती मु सेमान को निमंते प्रार्थना करे विचलित हेबा पाई दियो नहीं नयमी परी मोयाब को जीवा पाई दियो नहीं कि अब्राहम परी मिस्र को जीवा पाई दियो नहीं इसाक परी तुम निरूपित स्थान रे रहिबा पाई तुमे दियो बोली प्रार्थना करूछि दुर्भिक्ष आम जीवन रे आसे प्रभु आ से दुर्भिक्ष समय रे तुम रब शुणी निरूपित स्थान रे रहिबा पाई दियो सुरक्षित स्थान रे रहिबा पाई दियो आ बुणिबा पाई मध्य तुमे दियो तो वाक्य को मानिबा पाई दियो प्रभु मैं तुमको धन्यवाद दिए राजा ए दुर्भिक्ष आमको अनेक शिक्षा दिए आउ से शिक्षा गुड़िक को जानी प्रभु पाखे स्थिर रहिबा पाई तुम अनुग्रह करो प्रभु दुर्भिक्ष सबुदिन नुहे प्रभु तुम्हें आमान सबुदिन अटे तुम्हें आमर अभाव को पूर्ण करवा आमानकर जिहोबाजी प्रतिपालक परमेश्वर तुम्हें अट भाई भौणी माने जे प्रकार परिस्थिति मध्य दे जाउछंती दया कर तुम्हें सेमान को संभाल जत्न नियो आउ प्रभु इसाक परी से माने बुणीबे आउ प्रभु 100 फोल्ड काटिबे
ଆଉ ତାଙ୍କର ସବୁ ବିଷୟ ଯୀଶୁଙ୍କ ନାମରେ ବଢିଯିବ। ଅନୁଗ୍ରହ ପ୍ରଦାନ କରୁ। ଧନ୍ୟବାଦ। ତୋ ଦାସ ମଦରାଇଙ୍କ ପାଇଁ ଧନ୍ୟବାଦ ଦଉଛି। ତାଙ୍କର କ୍ଳାନ୍ତ ପରିଶ୍ରମ କି ପ୍ରକାର ଲୋକମାନଙ୍କୁ, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ପ୍ରଭୁରେ ବଢେଇ ଆଗମନ ନିମନ୍ତେ ପ୍ରସ୍ତୁତ କରିବେ, ଏଥିପାଇଁ ସେଇ ସଭାର ଆୟୋଜନ କରୁଛନ୍ତି। ସପ୍ତାହ ବ୍ୟାପୀ ଅନେକ ଦାସମାନେ ଆସି ଏଠାରେ ବାକ୍ୟ ଦଉଛନ୍ତି। ସମସ୍ତଙ୍କୁ ଆଶୀର୍ବାଦ କର, ଯତ୍ନ ନିଅ। ଆଉ ପ୍ରଭୁ ଏହି ଜୁମ୍ ସେବା କାର୍ଯ୍ୟ ଆହୁରି ଅଧିକ ଶକ୍ତିଶାଳୀ ଭାବରେ ଚାଲିବ। ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛି। ଆମେନ୍। ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ